सरकार आरंभ कले नुआ योजना 1 कोटी घर को मागणारे मिलिବ विद्युत प्रधानमंत्री कले बड़ घोषणा। प्रधानमंत्री नरेंद्र मोदी मंगलवार एक नुआ योजना घोषणा କରିଛନ୍ତି। ଏହି ଯୋଜନାର ନାମ ହେଉଛି ପିଏମ ସୂର୍ଯ୍ୟ ଘର। ପ୍ରଧାନମନ୍ତ୍ରୀ ଲେଖିଛନ୍ତି କି ଏହି ପ୍ରକଳ୍ପରେ 75,000 କୋଟିରୁ ଅଧିକ ପୁଞ୍ଜି ବିନିଯୋଗ ହେବ। ଏହି ଯୋଜନା ମାଧ୍ୟମରେ ପ୍ରତି ମାସରେ 300 ୟୁନିଟ୍ ମାଗଣାରେ ବିଦ୍ୟୁତ ସହିତ 1 ଲକ୍ଷ ଘର ଆଲୋକିତ ହେବ। ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଦ୍ୟୁତ ଯୋଜନା ପ୍ରକୃତରେ ରୁଫଟପ୍ ସୋଲାର ସ୍କିମ୍ 2024-25 ବଜେଟରେ ରୁଫଟପ୍ ସୋଲାର ସ୍କିମ୍ ଘୋଷଣା କରାଯାଇଥିଲା। ଉଦ୍ଦେଶ୍ୟ ହେଉଛି ଦେଶର 1 କୋଟି ଘରକୁ ପ୍ରତି ମାସରେ 300 ୟୁନିଟ୍ ମାଗଣା ବିଦ୍ୟୁତ ଯୋଗାଇବା। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନା ଅଧୀନରେ ସରକାରୀ ଚାକିରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ସବସିଡି ଜମା କରିବେ। ଏହା ବ୍ୟତୀତ ବ୍ୟାଙ୍କ ଋଣ ମଧ୍ୟ ରିହାତି ମୂଲ୍ୟରେ ଦିଆଯିବ। ପ୍ରଧାନମନ୍ତ୍ରୀ ତାଙ୍କ ଟ୍ୱିଟର ପୋଷ୍ଟରେ କହିଛନ୍ତି କି ଯେ ଏଥିପାଇଁ ଏକ ଜାତୀୟ ଅନଲାଇନ ପୋର୍ଟାଲ ଖୋଲାଯିବ। ସମସ୍ତ ସୁବିଧା ଏହି ପୋର୍ଟାଲରେ ଏକଭୁକ୍ତ ହେବ। ଉପଭୋକ୍ତାମାନେ ଏହି ପୋର୍ଟାଲରୁ ଅନେକ ପ୍ରକାର ସୁବିଧା ପାଇପାରିବେ। ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନାର ଉଦ୍ଦେଶ୍ୟ ହେଉଛି ବିଦ୍ୟୁତ ବିଲ୍ ହ୍ରାସ କରିବା, ଲୋକଙ୍କ ଆୟ ବୃଦ୍ଧି କରିବା ଏବଂ ନୂତନ ନିଯୁକ୍ତି ସୃଷ୍ଟି କରିବା। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଏହି ଯୋଜନାକୁ ତୃଣମୂଳ ସ୍ତରରେ ଲୋକପ୍ରିୟ କରିବା ପାଇଁ ସହରାଞ୍ଚଳର ସ୍ଥାନୀୟ ସଂସ୍ଥା ଏବଂ ପଞ୍ଚାୟତ ଗୁଡ଼ିକ ନିଜ ଅଧୀନରେ ଛାତର ସୌର ପ୍ରଣାଳୀକୁ ପ୍ରୋତ୍ସାହନ କରିବାକୁ ଉତ୍ସାହିତ ହେବ। ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି କି ଆସନ୍ତୁ ସୌରଶକ୍ତି ଓ ନିରନ୍ତର ପ୍ରଗତିକୁ ପ୍ରୋତ୍ସାହିତ କରିବା। ମୁଁ ସମସ୍ତ ଆବାସିକ ଗ୍ରାହକଙ୍କୁ ବିଶେଷ କରି ଯୁବକମାନଙ୍କୁ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର pm-suryaghar.gov.in ଆବେଦନ କରି ମାଗଣା ବିଦ୍ୟୁତ ଯୋଜନାକୁ ମଜବୁତ କରିବାକୁ ଅନୁରୋଧ କରୁଛି।